ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ମିନି ବ୍ଲଗ୍। ତ ଟାଇମ୍ ଆସିକି 5ଟା ପରେ ହେଇଯାଇଥିଲା। ତ ମୁଁ ଏଠି ଠାକୁରଙ୍କ ଘରକୁ ପଳେଇ ଆସିଥିଲି। ଆଉ ଏଠି ଧୂପ, ଦୀପ ଆଉ ଫୁଲ ନେଇକି ପ୍ରଥମେ ବାହାରେ ରଖି ନେଇଥିଲି। ତାପରେ ଆସିକି ମାଆଙ୍କୁ ଗାଧୁଆ ପାଧୁଆ କରିକି ତାଙ୍କୁ ବସ୍ତ୍ର ପିନ୍ଧେଇକି ଠାକୁର ପୂଜାରେ ଲାଗି ପଡ଼ିଥିଲି। ଯେହେତୁ ଆମର ଏଠି ମାଣବସାନି ଗାଁରେ ହିଁ ବସେ, ଆଉ ଲାଷ୍ଟ ପାଳି ହିଁ ମାଣବସା ଶେଷ ପାଳି ହେବ। ତ ମୁଁ ଏଠି ନର୍ମାଲି ଯେମିତି ପୂଜା କରିବା କଥା ସେମିତି ପୂଜା କରିଦେଇଥିଲି। ଧୂପ ଦୀପ ଦେଲା ପରେ ଠାକୁର ତ ବହୁତ ସୁନ୍ଦର ଦେଖାଯାଉଥିଲେ। ତାପରେ ଭୋଗ ଲଗେଇଲା ପରେ ବହି ପଢି ନେଇଥିଲି। ତାପରେ ପଳେଇ ଆସିଥିଲି ତଳକୁ, ମାନେ ରୋଷେଇ କରିବା ପାଇଁ। ଯେହେତୁ ମୋ ପୁଅ ସ୍କୁଲ ଯିବ ଆଉ ସମସ୍ତେ ଟିଫିନ ଖାଇବେ, ତ ସମସ୍ତେ ପାଇଁ ଟିଫିନ ବନେଇ ଦେଇଥିଲି। ପୁଅକୁ ଖାଇବାକୁ ଦେଇକି ତାକୁ ଛାଡି ଦେଇଥିଲି। ତାପରେ ଏଠି କିଛି ଝୋଟି ମୁଁ ପକେଇଥିଲି, ଯାହାକୁ ଆପଣମାନଙ୍କ ସହିତ ସେୟାର କରୁଛି। ନେକ୍ସଟ ମାନେ ପାଳିରେ ବହୁତ ସାରା ଝୋଟି ପକେଇବି, କିନ୍ତୁ ଏଥର ଅଳ୍ପ କିଛି ପକେଇଛି, ଯାହାକୁ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ତାପରେ ଲଞ୍ଚ ପ୍ରିପାରେସନ କରି ନେଇଥିଲି। ଅରୁଆ ଭାତ, ଡାଲମା, ଶାଗ ଭଜା ଆଉ ଖଟା, ତାକୁ ଲାଗି ଦେବାକୁ ପଳେଇଥିଲି। ଆଜିର ମିନି ବ୍ଲଗଟି ଯଦି ଆପଣମାନଙ୍କୁ ଭଲ ଲାଗୁଛି, ଲାଇକ୍ ସେୟାର ସବସ୍କ୍ରାଇବ କରିବେ।